ଭିଜିଲାନ୍ସ ଜାଲରେ ପଡ଼ିଥିବା ବାଲିଗୁଡାର କୁବେର ଆଇଟିଡିଏ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଠୁଳ କରିଛନ୍ତି ଟଙ୍କା ପାହାଡ଼। ବ୍ୟାଙ୍କ ଲକର ଖୋଲିବା ପରେ ଟଙ୍କା ବିଡ଼ା ଲେଖି ଭିଜିଲାନ୍ସ ଏବେ ଟେରା। ଭୁବନେଶ୍ୱର କେଶୁରାରେ ଥିବା ଗୋଟିଏ ବ୍ୟାଙ୍କରେ ଦୁଇଟି ଲକରରୁ ମିଳିଛି ନଗଦ 2 କୋଟି ଟଙ୍କା। ବିଡ଼ା ବିଡ଼ା ନୋଟ ଲକରରେ ରଖୁଥିଲେ ବୈକୁଣ୍ଠନାଥ। ବ୍ୟାଙ୍କର ଟଙ୍କା ଗଣା ମେସିନରେ ଏବେ ଟଙ୍କାର ଗଣତି କରାଯାଉଛି। ଦୁଇଟି ଲକର ପତ୍ନୀଙ୍କ ନାଁରେ ମଧ୍ୟ ରହିଥିବାର ସୂଚନା ମିଳିଛି। ସେଭଳି ଚନ୍ଦ୍ରଶେଖରପୁର ଗୋटे ବ୍ୟାଙ୍କ ଲକରରୁ ଠାବ ହୋଇଛି 350 ଗ୍ରାମର ସୁନା। ଆଜି ଭିଜିଲାନ୍ସ ଆଇଟିଡିଏ ବାଲିଗୁଡା ଏଇ ବୈକୁଣ୍ଠନାଥ ବେହେରାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଠୁଳର ଅଭିଯୋଗରେ 9ଟି ସ୍ଥାନରେ ରେଡ୍ କରିଥିଲା। ଆଉ ଏତିକି ବେଳେ ମାଳ ମାଳ ପ୍ଲଟ, ଆଲିଶାନ ଘର, ସୁନା ଗହଣା ସହିତ ବିପୁଳ ସମ୍ପତ୍ତି ଠାବ ହୋଇଛି। ତ ବ୍ୟାଙ୍କ ଲକରରେ ନଗଦ ଅର୍ଥ ବି ରଖାଯାଉଥିଲା ଏବଂ ଅର୍ଥ କୋଟି କୋଟିରେ। ବାଲିଗୁଡାର କୁବେର ଆଇଟିଡିଏ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଠୁଳ କରିଛନ୍ତି ଟଙ୍କା ପାହାଡ଼। ବ୍ୟାଙ୍କ ଲକର ଖୋଲିବା ପରେ ଟଙ୍କା ବିଡ଼ା ଦେଖି ଭିଜିଲାନ୍ସ ଆବାକାବା ହୋଇଯାଇଛି। ଭୁବନେଶ୍ୱର କେଶୁରାରେ ଥିବା ଗୋଟିଏ ବ୍ୟାଙ୍କରେ ଦୁଇଟି ଲକରରୁ ମିଳିଛି ନଗଦ 2 କୋଟି ଟଙ୍କା। ବିଡ଼ା ବିଡ଼ା ନୋଟ ଲକରରେ ବୈକୁଣ୍ଠନାଥ ରଖିଥିଲେ। ବ୍ୟାଙ୍କର ଟଙ୍କା ଗଣା ମେସିନ୍ ଏବେ ଗଣତି କରାଯାଉଛି। ଦୁଇଟି ଲକର ନିଜ ସ୍ତ୍ରୀଙ୍କ ନାଁରେ ରହିଥିବାର ବି ସୂଚନା ରହୁଛି। ସେଭଳି ଚନ୍ଦ୍ରଶେଖରପୁର ଗୋଟିଏ ବ୍ୟାଙ୍କ ଲକରରୁ ଠାବ ହୋଇଛି 350 ଗ୍ରାମର ସୁନା। আজি ভিজিলান্স আইটিডিএ বালিগুড়া এই বৈকুণ্ঠনাথ বেহেরাঙ্ক আয় বহির্ভূত সম্পত্তি ঠুଳ অভিযোগରେ 9ଟି ସ୍ଥାନରେ ରେଡ୍ କରିଥିଲା। ଆଉ ରେଡ୍ ବେଳେ ମାଳ ମାଳ ପ୍ଲଟ, ଆଲିଶାନ ବଙ୍ଗଳା, ସୁନା ଗହଣା ଆଉ ବିପୁଳ ସମ୍ପତ୍ତି ଠାବ କରାଯାଇପାରିଛି। ସିନିୟର ରିପୋର୍ଟର ଅରୁଣ ସାହୁ ଆମ ସହିତ ଯୋଡ଼ି ହୋଇଛନ୍ତି। ଅରୁଣ, କେବଳ ସ୍ଥାବର ସମ୍ପତ୍ତି କଥା ବିଚାର କରୁଛେ। ବ୍ୟାଙ୍କ ଲକରରେ ତ ନଗଦ ନଗଦ ତା ପୁଣି କୋଟି କୋଟି ଟଙ୍କା ରଖୁଥିଲେ। କେତେ ଲକର ଅଛି ବ୍ୟାଙ୍କରେ ଆଉ କଣ କଣ ମିଳିଲାଣି ସେଠୁ? ଦେଖନ୍ତୁ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯିଏ ଅଛନ୍ତି ଆଇଟିଡିଏ ର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ବୈକୁଣ୍ଠନାଥ ବେହେରାଙ୍କର ଘରେ ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରୁଥିଲା। ଯାହାକି ବର୍ତ୍ତମାନର ବଡ ଖବର ହଉଛି, ବଡ ଅପଡେଟ୍ ଦେଇଛି ଭିଜିଲାନ୍ସ ଦେଇଛି କି ତାଙ୍କ ଘରୁ ପାଖାପାଖି ତାଙ୍କର ବ୍ୟାଙ୍କରୁ ଲକର ଠାବ ହୋଇଛି। 5ଟି ଲକର ବର୍ତ୍ତମାନ ସୁଦ୍ଧା ଠାବ ହୋଇଛି। 8 ଲକର ଖୋଲା ଯାଇଥିବା ବେଳେ ଆଉ ଗୋଟେ ଲକର ଖୋଲା ଯାଇପାରିନି। ଯେହେତୁ ଆଜି ଥିଲା ଶନିବାର, ଆସନ୍ତାକାଲି ରବିବାର ରହିଛି, ମଣ୍ଡେ ବ୍ୟାଙ୍କ ଲକର ଖୋଲିବ। ତ ଗୁରୁତ୍ୱପୂର୍ଣ୍ଣ କଥା ହଉଛି କି 5ଟି ଯାକ ଲକର ତାଙ୍କ ପତ୍ନୀଙ୍କ ନାମ ରହିଛି। 2ଟି ଏଇ ଲକରରୁ ବର୍ତ୍ତମାନ ନଗଦ 2 କୋଟି ଟଙ୍କା ଯାହାକି ଠାବ ହୋଇଛି। ସେ କେଶୁରାର ବ୍ୟାଙ୍କରୁ ଦୁଇଟି ଲକରରୁ 2 କୋଟି ଟଙ୍କା ଠାବ ହୋଇଛି। ସେ ବର୍ତ୍ତମାନ ବ୍ୟାଙ୍କ ଭିତରେ ଯେତେବେଳେ ଗଣାଗଣି ଚାଲିଥିଲା, ପରବର୍ତ୍ତୀ ସମୟରେ ତାଙ୍କୁ ଭିଜିଲାନ୍ସ ସେଲ୍ ଅଫିସକୁ ନେଇ ଆସିବେ। ଯେହେତୁ ସନ୍ଧ୍ୟାବେଳେ ଯୋଉ ଭାବରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଲା, ମାନେ କରେଣ୍ଟର ମଧ୍ୟ ଅବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳିଲା ପରବର୍ତ୍ତୀ ସମୟରେ, ଯାହାକି ଆମେ ଭିଜିଲାନ୍ସ ସେଲ୍ର ଯୋଉ ଏସ୍ପି ଅଛନ୍ତି ତାଙ୍କ ସହିତ ସିଧାସଳଖ ସୂଚନା ନଉଥିଲୁ, କଥା ହଉଥିଲୁ। ସେ କହିବା କଥା ଯେ ତାଙ୍କର 5ଟି ଲକର ରହିଛି। 5ଟି ଯାକ ଲକର ତାଙ୍କ ପତ୍ନୀଙ୍କ ନାମରେ ରହିଛି। ଅପରେସନ ହଉଥିଲା। 2ଟି ଲକର ହିଁ ନଗଦ 2 କୋଟି ଟଙ୍କା ବର୍ତ୍ତମାନ ଠାବ ହୋଇଛି। ସିଧାସଳଖ ସେଲ୍ ଅଫିସ ନେଇକି ଆସିବେ। ତ ଗୁରୁତ୍ୱପୂର୍ଣ୍ଣ କଥା ହଉଛି, ବାବୁ ଜଣକ ମାନେ କହିପାରିବେ ବାଲିଗୁଡାରୁ ବାରିପଦାରୁ ଭୁବନେଶ୍ୱର ଯୁଆଡେ ଦେଖିବେ ଖାଲି ମାଳ ମାଳ ପ୍ଲଟ, ମାଳ ମାଳ ଟଙ୍କା, ଏହା ସହିତ ମାଳ ମାଳ ଲକର। ଏପରିକି ଚନ୍ଦ୍ରଶେଖରପୁର ଏକ ବ୍ରାଞ୍ଚର ଗୋଟେ ଲକରରୁ ମଧ୍ୟ 350 ଗ୍ରାମର ମଧ୍ୟ ସୁନା ମଧ୍ୟ ଠାବ ହୋଇଛି। ତ ବର୍ତ୍ତମାନ ଯେହେତୁ 4ଟି ଲକରରୁ ଯଦି ନଗଦ 2 କୋଟି ଟଙ୍କା ସୁନା, ହୁଏତ 5ଟି ଲକର ପୁରା ଯଦି ସବିଶେଷ ତଥ୍ୟ ଆସିବ, ତାହେଲେ ବାବୁଙ୍କର ଟଙ୍କା ସୁନା କିଭଳି ଭାବରେ ସେ ଠୁଳ କରିଛନ୍ତି, ଗଛିତା କରିଛନ୍ତି, ତାହା ମଧ୍ୟ ସାମ୍ନାକୁ ଆସିବ। ତ ବର୍ତ୍ତମାନ ସ୍ଥିତିରେ ଯେ ବ୍ୟାଙ୍କ ଡିପୋଜିଟ୍ କଥା ରହିଛି, ପୋଷ୍ଟାଲ ଡିପୋଜିଟ୍ କଥା ରହିଛି, ଇନଭେଷ୍ଟମେଣ୍ଟ କଥା ସାମ୍ନାକୁ ଆସୁଛି। ସେ କୋଉଠି ଇନଭେଷ୍ଟମେଣ୍ଟ କରିଛନ୍ତି କି ତାହାର ମଧ୍ୟ ଯାଞ୍ଚ କରାଯାଉଛି। ବର୍ତ୍ତମାନ ଭିଜିଲାନ୍ସର ଟେକ୍ନିକାଲ ୱିଙ୍ଗ ସେ ମଧ୍ୟ ସେ ଦିଗରେ ଲାଗି ପଡିଛି। ତ ବର୍ତ୍ତମାନ ଯଦି ଦେଖିବେ କି ଦିନ ତମାମର ଯୋଉ ଅପଡେଟ୍ କଥା କହିବେ, ନଗଦ 13ଟି ପ୍ଲଟ, ଭୁବନେଶ୍ୱରରେ 4ଟି ଆଲିଶାନ କୋଠା, ଏହା ସହିତ ଯଦି କହିପାରିବା ପ୍ରାଇମ ପ୍ଲଟ ଗୁଡିକ ଯଦି କହିବେ, ଧର୍ମଶାଳା କୁହନ୍ତୁ, ବାରିପଦା କୁହନ୍ତୁ, ଭୁବନେଶ୍ୱର କୁହନ୍ତୁ, କୋଉଭଳି ଭାବରେ ପ୍ରାଇମ ପ୍ଲଟ ରହିଛି। 200 କି 300 କି ମାନେ କହିବା ଯଦି 500-600 ସ୍କୋୟାର ଫୁଟର ଜାଗା ନୁହେଁ। ଇଏ ଦେଖିବେ କି ମାନେ ପାଖାପାଖି 10,000 ସ୍କୋୟାର ଫୁଟର ଜାଗାର ଏମିତି ମଧ୍ୟ ତାଙ୍କର ଠାବ ଘର ହୋଇଛି। ତ ବର୍ତ୍ତମାନ ସେଥିରେ ଏ ଆଇଟିଡିଏ ର ଇଏ ନିଜ ବିକାଶ ନ କରି କିଭଳି ଭାବରେ ନିଜର ବିକାଶ କରୁଥିଲେ, କିଭଳି ଭାବରେ ଦୁର୍ନୀତି କରୁଥିଲେ, ଟଙ୍କା ହଡପ କରୁଥିଲେ, ତାହାର କଥା ସାମ୍ନାକୁ ଆସିଛି। ତ ବର୍ତ୍ତମାନ ସେଥିରେ ଯୋଉ ଭିଜିଲାନ୍ସ ଯୋଉ ପଞ୍ଝା ମାରିଛି, ଭିଜିଲାନ୍ସ ସେଲ୍ ପଞ୍ଝା ମାରିଛି, 9ଟି ଟିମ୍ ଭୋର ସକାଳରୁ ହିଁ ମାରାଥନ ରେଡ୍ କରୁଛି 9ଟି ଲୋକେସନରେ। ଖାସ କରି
ପ୍ରାଇମ ଲୋକେସନ ହଉଛି ଭୁବନେଶ୍ୱର। ଭୁବନେଶ୍ୱର କିଭଳି ଭାବରେ ତାର କୋଠା ରହିଛି, କିଭଳି ଭାବରେ ବ୍ୟାଙ୍କ ଲକର ରହିଛି, କିଭଳି ଭାବରେ ତାଙ୍କର ପ୍ଲଟ ରହିଛି, ସେ ସବୁର ବର୍ତ୍ତମାନ ସୁଦ୍ଧା ଯୋଉ କହିପାରିବା ଭିଜିଲାନ୍ସର ଏ ଅପରେସନ ବୈକୁଣ୍ଠରେ ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ ଦେଖିବାର କଥା ଆଉ ଆଗାମୀ ଦିନରେ କିଭଳି ଭାବରେ ଭିଜିଲାନ୍ସ ଛାନଭିନ କରୁଛି, କୋଭଳି ଭାବରେ ତାଙ୍କର ଓପନ କରୁଛି, ତାଙ୍କର ଆଉ କିଛି ତଥ୍ୟ ସାମ୍ନା କରୁଛି, ତାହା ମଧ୍ୟ ପରବର୍ତ୍ତୀ ସମୟରେ ସ୍ପଷ୍ଟ ଭାବରେ ଜଣା ପଡିବ। ସ୍ଥାବର ଅସ୍ଥାବର ସମ୍ପତ୍ତି କେତେ, ଆୟ ତୁଳନାରେ କିଭଳି ଭାବରେ ତାଙ୍କର ଡିଏ ରହିଥିଲା, ସେ କଥା ମଧ୍ୟ ସାମ୍ନାକୁ ଆସିବ। ଯଦି ମୋଟାମୋଟି ଯଦି କହିପାରିବା ଭିଜିଲାନ୍ସ ଯୋଉଭଳି ଭାବରେ ଦୁର୍ନୀତିଖୋର ବାବୁଙ୍କ ବିରୋଧରେ ଏ ଅପରେସନ ଜାରି ରଖିଛି, ଗୋଟିଏ ପରେ ଗୋଟିଏ ମୁଖା ଖୋଲୁଛି। ଖାସ କରି ଯଦି କହିପାରିବା ଆଜି ଦିନ ତମାମ ସେ ଗୋଟିଏ ଚର୍ଚ୍ଚା କଥା ଲାଗି ରହିଛି ଯେ ବୈକୁଣ୍ଠନାଥ ବେହେରାଙ୍କର କିଭଳି ଭାବରେ ଟଙ୍କା ସେ ଲୁଟିଛନ୍ତି, କିଭଳି ଭାବରେ ଟଙ୍କା ହଡପ କରୁଛନ୍ତି, କିଭଳି ଭାବରେ ଦୁର୍ନୀତି କରୁଛନ୍ତି, ଆଉ ଦୁର୍ନୀତିର ମାତ୍ରା କିଭଳି ଭାବରେ ସେ ଯେତେ ଗଭୀରକୁ ପାଇଛନ୍ତି। 2006 ମସିହାରେ ସେ ଜୁନିୟର ଇଞ୍ଜିନିୟର ଭାବରେ ଯୋଗ ଦଉଛନ୍ତି। 2026ରେ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ଫେବୃଆରୀ ମାସରେ ତାଙ୍କର ପ୍ରମୋସନ ହଉଛି। ସେ ଭିତରେ ଯଦି କହିପାରିବା ଏଇ ଯେ 2006 ରୁ 2026 ଭିତରେ ଏ କାର୍ଯ୍ୟକାଳ ଭିତରେ रेड पर लगातार भाव नजर बने रखता अरुण बहुत धन्यवाद तमाम सूचना पाई। अरुण साहू आमर सीनियर रिपोर्टर आम सहित फोन लाइन थे दर्शक बंधु। Choose excellence. Choose Kripajal Engineering College. Admissions open for Diploma, BTech, MTech, MCA, MBA and PGDM. Apply now.